ଯାତ୍ରା କେମିତି ସୁରୁଖୁରୁରେ ଚାଲିବ ଏବଂ ଯାତ୍ରା କଳାକାରଙ୍କର ସମ୍ମାନ ହାନି ହେଇଛି ଓଡ଼ିଶା ଦରବାରରେ ତାଙ୍କୁ ଯାତ୍ରାରୁ ବେଆନ କରିଦେବା ଏଇଟା ତାଙ୍କ ମୁହଁରେ କେତେ ଥର ସଭା ପାଇଲା ଏବଂ ସେ ୱିଦାଉଟ୍ ସୋ କଜ୍ ନୋଟିସ୍ରେ କାରଣ ଦର୍ଶାଅ ନୋଟିସ୍ ନ ଦେଇ ଏଭଳିଆ ସେ ନିଷ୍ପତ୍ତି ନେଇଯାଇଥିଲା ଆମକୁ ଆଘାତ ଦେଇଥିଲା। ଦେଖି ଆଜ୍ଞା କଳାକାରଟେ ହେଉଛି ଓଡ଼ିଶାର ଦର୍ଶକଙ୍କର ଭଲ ପାଇବା ଆଶୀର୍ବାଦରୁ ସିଏ ହେଉଛି ପରିଚିତ ପାଇଥାଏ, କିନ୍ତୁ ତାର ସମ୍ମାନ ଆମେ ସମ୍ମାନ ଦେଇ ନପାରୁ, କିନ୍ତୁ ସମ୍ମାନ ହାନି କରିବାର ଆମର କୌଣସି ଅଧିକାର ନାହିଁ। ହଁ, କାରଣ ଦର୍ଶାଅ ନୋଟିସ୍ ମାଗିଥାନ୍ତେ, ସେ କାରଣ ଦର୍ଶାଇଥାନ୍ତା, ତାପରେ ଆପଣ ବିଚାରକୁ ନେଇକି ତାକୁ ଯଦି ପନିସମେଣ୍ଟ ଦେଇଥାନ୍ତେ ଏଇଟା ଆମେ ଗ୍ରହଣ କରିଥାନ୍ତୁ। ସେ ଗାଳି ଦେଇଛି, ଏଟାକୁ ଆମେ ନିନ୍ଦା କରିବୁ। ମାଲିକଙ୍କୁ ଅସମ୍ମାନ କରିଛି, ଏହାକୁ ନିନ୍ଦା କରିବୁ ଏବଂ ତାକୁ କହିଥିଲୁ ତୁ ଅନୁତପ୍ତ କି ନାହିଁ, ନା ହଁ ମୁଁ ଅନୁତପ୍ତ, ମୋ ଅନ୍ତର୍ତଃ ମୋର ଯେଉଁ ଯନ୍ତ୍ରଣା ସେଇଟାକୁ ମୁଁ ସହି ପାରିନଥିଲି। ଯେତେବେଳେ ମିଡ଼ିଆ ଭାଇମାନେ ମୋ ସାମ୍ନାରେ ପହଞ୍ଚିଗଲେ ମୋର ଏଇ ଶବ୍ଦଟା ବାହାରିଗଲା, ତେଣୁ ମୁଁ ବହୁତ ବଡ଼ ଭୁଲ କରିଛି, ତାର କ୍ଷମା ପ୍ରାର୍ଥନା ମୋତେ କରିଥିଲା। କାହିଁକି ସେ ଦେଖନ୍ତୁ ତାପରେ ମାଡ଼ ହେଇଛି, ନଙ୍ଗଳା କରିଛନ୍ତି ଏବଂ ଜୋର କରି ଏଗ୍ରିମେଣ୍ଟ ପେପରରେ ସିଗ୍ନେଚର କରାଇଛନ୍ତି। ତାର କୌଣସି ପ୍ରମାଣ ଅଛି କି ନାହିଁ ସେଟା ହେଉଛି ତଦନ୍ତ ଚାଲିଛି, ସେ ଜଣାପଡ଼ିବ ଆଉ ଚାର୍ଜସିଟ୍ ଗଲା ପରେ ଜଣାପଡ଼ିବ ଏବଂ ତା ପର ପଦକ୍ଷେପ କ'ଣ ନିଆଯିବ ସେଟା ହେଉଛି ସଂଘ ନିଷ୍ପତ୍ତି ନେବ। ନରିପଟା ସହିତ ସଂଘ ଅଛି, ଏ ଆମର ନିଷ୍ପତ୍ତି ନେଇଥିଲେ ଏବଂ ମାଲିକ ଏବଂ କଳାକାରମାନେ ସବୁବେଳେ ଗୋଟେ ଟେବୁଲରେ ବସିବା ପାଇଁ ବାରମ୍ବାର ପ୍ରସ୍ତାବ ଦେଇଥିଲେ ବି ଯେତେବେଳେ ହେଉଛି ଦୁଇ ଜଣକୁ ଅସମ୍ମାନ କରାଗଲା, ଯଦି ଏଟା ପୁନର୍ବିଚାର କରି ତାକୁ ନ୍ୟାୟ ନ ଦିଆଯାଏ କିମ୍ବା ପ୍ରତ୍ୟାହାର ନ କରାଯାଏ ତାହେଲେ ଆମେ ଏଠି ଅସୁରକ୍ଷିତ ଏବଂ ଆମ ସମ୍ମାନ ଉପରେ ଆଞ୍ଚ ଆସୁଛି। ଆଗାମୀ ଦିନରେ ଯାତ୍ରା ବନ୍ଦ, କାହିଁକିନା ଆମେ ଏଠି ସୁରକ୍ଷିତ ନୁହେଁ। ଏଇ ମଞ୍ଚରେ ଆମେ କିନ୍ତୁ ଯାତ୍ରା କରିବୁ, କେଉଁ ଜାଗାରେ ଯାତ୍ରା କରିବୁ ସେଇଟା ସିଦ୍ଧାନ୍ତ ନେବୁ। 20-21ଟି ପାର୍ଟିର ମାଲିକମାନେ ଏକତ୍ରିତ ହେଇଛନ୍ତି। ଏକତ୍ରିତ ହେବା ପରେ ତାଙ୍କୁ ଆମେ ଚିଠି କରିଥିଲୁ 1 ତାରିଖ ଦିନ, ଯାଇକି ନରିପଣ୍ଡା ଉପରେ ଏମିତି ଅତ୍ୟାଚାର ହେଇଛି, ତେଣୁ ଏ ସମସ୍ୟାର ସମାଧାନ କରିଦିଅନ୍ତୁ, ଆମେ ଏତିକି ଆଶା କରିବୁ। କିନ୍ତୁ ତାକୁ ତ ନ୍ୟାୟ ମିଳିଲା ନାହିଁ, କିନ୍ତୁ ତାପରେ ତାଙ୍କୁ ହେଉଛି ବେଆନ କରାଗଲା। ଆଉ ଯିଏ ସତ କଥା କହିଲା ତା ମଧ୍ୟରେ ଆକ୍ରୋଶମୂଳକ ଭାବେ ତାକୁ ମଧ୍ୟ ସେମିତିକା ପନିସମେଣ୍ଟ ଦିଆଗଲା। ତା ସମ୍ମାନ ଉପରେ ଆଞ୍ଚ ଆସିଲାନି କି? ନ୍ୟାୟ ତ ମିଳିଲାନି। ହଁ, ଆଗରୁ କେସ୍ ଆମର ହେଇନଥିଲା, ସେଟା ଆମେ କହିଥିଲୁ ଅନଲାଇନ୍ ରେଜିଷ୍ଟ୍ରେସନ୍ FIR, ଫାଷ୍ଟ ଇନଫର୍ମେସନ୍ ରେଜିଷ୍ଟ୍ରେସନ୍, କିନ୍ତୁ ଇଏ ଯାଇନଥିଲା ଯେହେତୁ ଜୀବନ ବିପଦ ମୁହଁରେ ଥିଲା, ତେଣୁ ଆକୁ ଆମେ ଥାନାକୁ ପଠାଇଲୁ ନାହିଁ। ଆମେ ଏଇ ପରାମର୍ଶ ଦେଇଥିଲୁ ମାଲିକମାନେ ବସିବେ, ନିଶ୍ଚୟ ତୁମକୁ ନ୍ୟାୟ ମିଳିବ, ଅପେକ୍ଷା କର। କିନ୍ତୁ ଯେତେବେଳେ ମାଲିକଙ୍କ ପାଖରୁ ସେ ନିରାଶ ହେଲେ, ତେଣୁ ଆମେ ବାଧ୍ୟ ହୋଇ ପରାମର୍ଶ ଦେଲୁ ତୁମେ ଆଇନର ଆଶ୍ରୟ ନିଅ। 5 ତାରିଖ ଦିନେ ସେ ଆଇନର ଆଶ୍ରୟ ନେଇଥିଲା। ଯାହା ହଉ ଆଇନ ତ ତା ତଦନ୍ତ କରୁଛି, କିନ୍ତୁ ଗତକାଲି ମୁଁ ଯେଉଁ କହିଲି, ମୋତେ ଯେତେବେଳେ ସଂଘ କହିଲେ ଯେ ଯାହା ଯାହା ନିଷ୍ପତ୍ତି ନିଆଗଲା ଗଣମାଧ୍ୟମ ଜରିଆରେ ଆମେ ଓଡ଼ିଶାବାସୀକୁ ଜଣାଇଦେବା, ସେଇଟା ମୁଁ ଜଣାଇଲା ବେଳେ ଏଇଆ କହିଥିଲି ଯେ କି ଯଦି ଏମାନଙ୍କୁ ନ୍ୟାୟ ନ ମିଳେ ତାହେଲେ ଆବଶ୍ୟକ ପଡ଼ିଲେ ଯାତ୍ରା ବନ୍ଦ କରିଦିଆଯିବ।